ମାର୍କଣ୍ଡେୟଙ୍କର ଉଦାହରଣ ପୁଣି ନେଇପାରିବା। ମାର୍କଣ୍ଡେୟ ପ୍ରାରବ୍ଧରେ ତାଙ୍କର ସ୍ୱଳ୍ପାୟୁ ଲେଖା ହେଇଥିଲା, ମାର୍କଣ୍ଡେୟ ନିଜର ମାନେ ଉଦ୍ଯୋଗିତା ଦେଖେଇଲେ, ଭାଗ୍ୟ ପରିବର୍ତ୍ତନ କରିଦେଲେ, ସେଇ ବିଧାତା ପରିବର୍ତ୍ତନ କରିଦେଲେ। ତା ଅର୍ଥ ଏଇ ଯୋଉ ପ୍ରଶ୍ନ ଥିଲା ଯେ ଶକ୍ତି ମାର୍ଗକୁ ଆସିବାର ପ୍ରାସଙ୍ଗିକତା କଣ, ଏଇଟା ହିଁ ପ୍ରାସଙ୍ଗିକତା। ଯଦି ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଚାହାନ୍ତି, ଯଦି ନିଜକୁ ସମ୍ପୂର୍ଣ୍ଣ ମଣିଷରୁ ମଣିଷତ୍ୱରେ ପରିବର୍ତ୍ତନ କରିବା ପାଇଁ ଚାହାନ୍ତି, ମୁଁ ଆରମ୍ଭରୁ ହିଁ କହିଛି ତନ୍ତ୍ର ହଉଛି ଏପରି ଏକ କୌଶଳ ଏବଂ ବିଜ୍ଞାନ ଯେ ଆପଣଙ୍କର ସୂକ୍ଷ୍ମ ତତ୍ତ୍ୱକୁ ବିସ୍ତାରିତ ଏବଂ ରକ୍ଷିତ କରେ। ଏଠି ବହୁ ସୂକ୍ଷ୍ମ ତତ୍ତ୍ୱକୁ ବିସ୍ତାରିତ କଥା କହିଛି। ଆମେ ମାନେ ଦେଖିବା ଗୋଟେ ଜଷ୍ଟ ଗୋଟେ ଛୋଟ ଏକ୍ସାମ୍ପଲ ଦଉଛି, ଯେତେକ ସିରିଏଲରେ ଦେଖୁଛେ, ଟିଭିରେ ମୁଭିଜ ଦେଖୁଛେ, ଯୋଉଠି ଦେବୀ ଦେବତା ମାନଙ୍କୁ ଚିତ୍ରଣ କରାଯାଇଛି ବା ପୁରାଣ ସମୟର ଯେତିକି ସବୁ କ୍ୟାରେକ୍ଟର ମାନଙ୍କୁ ଆମେ ଦେଖୁଛେ, ଦେଖନ୍ତୁ ସମସ୍ତଙ୍କୁ ମଣିଷ ହିସାବରେ ରଖାଯାଇଛି। ଯଦି ଆମେ ଆଉ ଟିକେ ପ୍ରାକ୍ଟିକାଲ ପାଠକୁ ଯିବା, ଯେତିକି ଦେବୀ ଦେବତା ମାନଙ୍କର ଆମେ ପୂଜା ପାଠ ସ୍ତୋତ୍ର ଆଦି ପଢୁଛେ, ଦେଖିବେ ତାଙ୍କର ସେଥିରେ ଶରୀର ବର୍ଣ୍ଣନା ଗୋଟେ ମଣିଷର ଶରୀର ବର୍ଣ୍ଣନା ଭଳିଆ ହେଇଛି। ଯଦି ଦେବୀ ଦେବତା ମାନଙ୍କର କବଚକୁ ଯିବା, କବଚ ଆପଣମାନେ ନିଶ୍ଚିତ ପାଠ କରୁଥିବେ, ଦେଖିବେ କବଚରେ ଶରୀରର ଗୋଟେ ଗୋଟେ ଅଙ୍ଗକୁ ରକ୍ଷା କରିବା ପାଇଁ ଦେବୀକି ପ୍ରାର୍ଥନା କରାଯାଇଛି। ତା ଅର୍ଥ ଆମେ ଜାଣିଲେ ଯେ ଏମିତି ଏକ କୌଶଳ ଏବଂ କ୍ରିୟା ଅଛି ଯାହା ଦ୍ୱାରା ସୂକ୍ଷ୍ମ ଶକ୍ତିକୁ ଜାଗ୍ରତ କରିକି ଆମର ଇଏ ସ୍ଥୂଳ ଦେହର ବା ସ୍ଥୂଳ ଅସୁବିଧାର ଆମେ ସମାଧାନଟା କରିପାରିବା। ଯେଉଁମାନେ କରିବା ପାଇଁ ଚାହାନ୍ତି ସେମାନେ ଶକ୍ତି ମାର୍ଗକୁ ହିଁ ଯିବା ଦରକାର। এইটা ହିଁ ତାର ବଡ ପ୍ରାସଙ୍ଗିକତା। ଆଉ ଦ୍ୱିତୀୟ ପ୍ରାସଙ୍ଗିକତା, ସାମାଜିକ ପ୍ରାସଙ୍ଗିକତା କଣ ମୁଁ କହି ରଖୁଛି। ଯଦି ମୁଁ ଲିଟରାଲ ମିନିଂ କୁ ଓହ୍ଲେଇବି, ଶକ୍ତି ମାନେ ହେଲା ସ୍ତ୍ରୀ, ଶକ୍ତି ମାନେ ହେଲା ନାରୀ, ଶକ୍ତି ମାନେ ବି ଝିଅ, ଶକ୍ତି ମାନେ ବି କନ୍ୟା, ଶକ୍ତି ମାନେ ବି ଭଉଣୀ। ଯେତେକ ସ୍ତ୍ରୀଲିଙ୍ଗ ଆମର ସମ୍ପର୍କରେ ଅଛନ୍ତି ସମସ୍ତେ ହଉଛନ୍ତି ଗୋଟେ ଗୋଟେ ଶକ୍ତି। ଯଦି ଶକ୍ତି ମାର୍ଗକୁ ଯାଉଥିବା ଲୋକ ବା ଶକ୍ତି ମାର୍ଗରେ ଗବେଷଣା କରୁଥିବା ଲୋକ ବା ଯଦି ଆଜିର ଏଇ ଯୁବ ଗୋଷ୍ଠୀ ବିଶେଷ ଯଦି ଶକ୍ତି ମାର୍ଗକୁ ଓହ୍ଲାନ୍ତି, ମୁଁ କଣ ଆପଣ ମାନେ ବି ନିଶ୍ଚିତ ମୋ କଥାରେ ହଁ ମାରିବେ, ସମାଜରେ ନାରୀ ମାନଙ୍କ ପ୍ରତି ଯୋଉ ଅତ୍ୟାଚାର ହଉଛି ନା ବହୁତ ମାତ୍ରାରେ କମିଯିବ। ଦିନେ ସମୟ ଆସିବ ହବ ହିଁ ନାହିଁ। ତେଣୁ ଶକ୍ତି ମାର୍ଗ ହିଁ ସମାଜକୁ ରକ୍ଷା କରିପାରିବ। ଶକ୍ତି ମାର୍ଗକୁ ଯୋଉମାନେ ଯିବେ ବା ଯଦି ଯାଆନ୍ତି, ତାଙ୍କ ଦ୍ୱାରା ହିଁ ସମାଜ ରକ୍ଷିତ ହେଇପାରିବ। କାରଣ ନାରୀଙ୍କ ବ୍ୟତୀତ କେହି ଜନ୍ମ କରିବାର କ୍ଷମତା କାହା ପାଖରେ ନାହିଁ। ସେଥିପାଇଁ ତାକୁ ଶକ୍ତି ସ୍ୱରୂପା ବୋଲି କୁହାଗଲା। ଏଠି ଶବ୍ଦଟା ଆମର ଶୁଣିବେ, ଶକ୍ତି ସ୍ୱରୂପା। ଶକ୍ତିକି ଯଦି ଦେଖିବାକୁ ଚାହାନ୍ତି ତେବେ ନାରୀକି ଦେଖନ୍ତୁ। ଶାସ୍ତ୍ର ଏହା କହିଛି ଆମକୁ। ସେଇଥିପାଇଁ ଶାସ୍ତ୍ର ଆଡ କଲା, ଯତ୍ର ନାର୍ଯ୍ୟସ୍ତ ପୂଜ୍ୟନ୍ତେ ରମନ୍ତି ତତ୍ର ଦେବତା। ସେଠି ଦେଖନ୍ତୁ ଗୋଟେ ଶବ୍ଦରେ ଲେଖା ହେଇଛି ରମନ୍ତେ ତତ୍ର ଦେବତା। କାହିଁ ଲେଖା ହେଲାନି ରମନ୍ତେ ତତ୍ର ଦେବୀ? କାହିଁକି ନା ସେ ନାରୀଟାକୁ ଦେବୀ ବୋଲି କୁହାଯାଇଛି, ନାରୀଟାକୁ ହିଁ ଦେବୀ ବୋଲି କୁହାଯାଇଛି। ଶକ୍ତି ମାର୍ଗ ହିଁ ଆଜ୍ଞା ସମାଜକୁ ରକ୍ଷା କରିପାରିବ। କିନ୍ତୁ ଦୁଃଖ କଣ, ବର୍ତ୍ତମାନ ସମୟର ଯୋଉଥିପାଇଁ ଆଜି ଆମେ ଏକାଠି ହେଇଛେ, ଏତେ ସମୟ ଦଉଛେ, ଦୁଃଖଟା ହଉଛି ଯେ ବର୍ତ୍ତମାନର ତନ୍ତ୍ରଟାକୁ ଏମାନେ ସତ୍କର୍ମ ସର୍ବସ୍ୱ କରିଦେଇଛନ୍ତି, ଯାହାଦ୍ୱାରା କି ତନ୍ତ୍ରର ଏକ ଅତି ନେଗେଟିଭ ପର୍ସନାଲିଟି ସୋସାଇଟି ଆଗରେ ଆଗ ଆସିଯାଉଛି। ଯେମିତି ଯିଏ ପାଠ ପଢାଏ, ଯିଏ ଶିକ୍ଷା ଦାନ କରେ ସେ ଶିକ୍ଷକ, ସେମିତିକା ଯିଏ ତନ୍ତ୍ରକୁ ଅଭ୍ୟାସ କରେ ସେ ତାନ୍ତ୍ରିକ। ଇଏ ଗୋଟେ ମାନେ ତାନ୍ତ୍ରିକ ହେଲା ଗୋଟେ ଲର୍ଣ୍ଣର, ଗୋଟେ ଷ୍ଟୁଡେଣ୍ଟ। କିନ୍ତୁ ଯେତେବେଳେ ଆମେ ତାନ୍ତ୍ରିକ ଶବ୍ଦଟି ବ୍ୟବହାର କରୁଛେ ନା, ଆମ ଆଖି ଆଗରେ ଆସିଯାଉଛି ଗୋଟେ ଜଘନ୍ୟ ବଡ ବଡ ଲୋକଟେ ଥିବ, କଳା ନାଲି ଲୁଗାଟେ ପିନ୍ଧିଥିବ, କଳା ନାଲି ସିନ୍ଦୁର ଟୋପା ମାରିଥିବ, ବିଭତ୍ସ ରୂପ ଗୋଟେ ଆସିଯାଉଛି, ମଣିଷ ମୁଣ୍ଡ ଇତ୍ୟାଦି ଇତ୍ୟାଦି, ଯୋଉଟାକୁ ସମାଜରେ ଅସାମାଜିକ ବସ୍ତୁ ବୋଲି କହନ୍ତି। ଏମିତିକା ଧାରଣ କରୁଥିବା ଲୋକ, ଯିଏକି ଗୁଣିଗାରେଡି ଜାଣିଥିବ, ବହୁତ ଗୁଡିଏ ଲୋକଙ୍କର ଖରାପ କରିଦଉଥିବ, ଏମିତି ଗୋଟେ ଡେଫିନେସନ ଭିତରେ ଆଜି ତାନ୍ତ୍ରିକକୁ ଆମେ ବାନ୍ଧିକି ରଖିଦେଇଛେ। ଯଦି ପ୍ରକୃତରେ ଏଇ ଡେଫିନେସନଟା ତାନ୍ତ୍ରିକର ଠିକ ହେଇଥାନ୍ତା, ତାହେଲେ ଶିବଙ୍କର ପୂଜା ତ ସମାଜରୁ ଆଗ ବନ୍ଦ କରିବା ଦରକାର। କଣ ପାଇଁ? କାରଣ ଶିବ ହିଁ ତ ଏଇ ସ୍ୱରୂପରେ ସର୍ବତ୍ର ବିଦ୍ୟମାନ। ହଁ, ନିଶ୍ଚିତ ଭାବରେ। ତାନ୍ତ୍ରିକ ଯଦି ମୁଣ୍ଡମାଳା ତାନ୍ତ୍ରିକ ସୁଶୋଭିତ। ହଁ, ଏଇ ସ୍ୱରୂପରେ ଶିବ ସର୍ବତ୍ର ବିଦ୍ୟମାନ। ଶିବଙ୍କର ମନୋମୟ ସ୍ୱରୂପ ତ କାହିଁ କୋଉଠି ଏତେ ଦେଖାଯାଏନି, ସବୁବେଳେ ତ ସେଇ ଅଘୋରୀ ସ୍ୱରୂପ। ତାନ୍ତ୍ରିକ ଏତେ ଖରାପ, ତାହେଲେ ଶିବଙ୍କୁ ଆଗ ବ୍ୟାନ୍ କରିବା ଦରକାର ସମାଜରୁ। ତେଣୁ କୋଉଠି ନା କୋଉଠି ତାନ୍ତ୍ରିକ ଶବ୍ଦଟାକୁ ଗୋଟେ ଅତି ମାନେ ଖରାପ ଭାବରେ ଇମ୍ପ୍ଲିମେଣ୍ଟେସନ କରାଯାଇଛି। ଆଉ ଏଥିରେ କିଛି ମାନେ ଆଶ୍ଚର୍ଯ୍ୟ ବି ନୁହଁ। ଦୁଃଖ କଥା ହଉଛି ଇମ୍ପ୍ଲିମେଣ୍ଟେସନ ସେଇମାନେ କରିଛନ୍ତି ବା ଡିଫାଇନ ସେଇମାନେ କରିଛନ୍ତି ଯୋଉମାନେ ନିଜେ ଜଣେ ତାନ୍ତ୍ରିକ ହେଇ ହିଁ ନାହାନ୍ତି। ଯିଏ ନିଜେ ତାନ୍ତ୍ରିକ ହେଇନି, ଯିଏ ନିଜେ ତନ୍ତ୍ରର ସୂକ୍ଷ୍ମତାଟାକୁ ବୁଝିନି, ସେ କଣ ଡିଫାଇନ କରିବ ତାନ୍ତ୍ରିକ କାହାକୁ କୁହାଯାଏ? ସେ ତ ଯାହା ଦେଖିବ ସେତିକି କହିବ ନା। ଯେମିତି ଦକ୍ଷ ପ୍ରଜାପତି ଶିବଙ୍କୁ ଭର୍ତ୍ସନା କରିଥିଲା,
ଶ୍ମଶାନରେ ରହୁଛି ଅଘୋରୀ, ସାପ ବାଳ ବିନ୍ଧୁଛି, ଖାଇବାକୁ ନାହିଁ, ପିଇବାକୁ ନାହିଁ, ମନ ଇଚ୍ଛା ବୁଲୁଛି ଇତ୍ୟାଦି ଇତ୍ୟାଦି। ତାର ସେ ଆଜ୍ଞା ଜ୍ଞାନଟାକୁ ମାନେ ହରଣ କରିବା ପାଇଁ, ମାନେ ତାର ସେ ଅହଙ୍କାରଟାକୁ ନାଶ କରିବା ପାଇଁ ତ ଶିବ ତାର ମୁଣ୍ଡ ଛେଦନ କଲେ, କାରଣ ଜ୍ଞାନଟା ତ ମୁଣ୍ଡରୁ ଉତ୍ପତ୍ତି ହେଲା। ଯେତେବେଳେ ପରବର୍ତ୍ତୀ ସମୟରେ ତା ଜ୍ଞାନରେ ପରିବର୍ତ୍ତନ ହେଲା, ସେତେବେଳେ ହିଁ ସେ ପରମ ତତ୍ତ୍ୱଟାକୁ ବୁଝିପାରିଲା ଯେ ଶିବ ସ୍ଥୂଳ ଭାବରେ ଯାହା ଦେଖାଯାଉଛନ୍ତି ଆକ୍ଚୁଆଲି ସେ ସେଇଆ ନୁହଁ। ତ ତାନ୍ତ୍ରିକ ଏକ ନେଗେଟିଭ ଶବ୍ଦ ନୁହଁ। ଯେମିତି ବୈଦ୍ୟ, ଡାକ୍ତର, ଶିକ୍ଷକ, କଳାକାର ଇତ୍ୟାଦି ଗୋଟେ ଗୋଟେ ଶବ୍ଦ ଯାହାକି ସେ ଲୋକର ଏକ ସ୍ୱତନ୍ତ୍ର ଚରିତ୍ରକୁ ବର୍ଣ୍ଣନା କରେ, ଠିକ ସେମିତି ତାନ୍ତ୍ରିକ ହେଲା ଏମିତି ଗୋଟେ ଶବ୍ଦ ଯିଏ ବର୍ଣ୍ଣନା କରେ ଯେ ଇଏ ଲୋକଟି ତନ୍ତ୍ର କୌଶଳଟି ଜାଣିଛି। ୟା ମାନେ ଏହା ନୁହଁ ଯେ ଏଇ ଲୋକଟା ସତ୍କର୍ମ କରିକି କାହାକୁ ମାରିଦଉଛି, ୟା ଅର୍ଥ ମୋଟେ ସେୟା ନୁହଁ। ଏଇ ଭ୍ରାନ୍ତିଟାକୁ ହିଁ ଦୂର କରିବାର ଅଛି ଆମର। ଆପଣମାନେ ଯୋଉମାନେ ମୋ ସହିତ ଯିଏ ଯୋଡି ହେଇଛନ୍ତି, ଆପଣମାନଙ୍କ ମୋର ହୃଦୟରୁ ଏଇ ଅନୁରୋଧ, ଏ ଭ୍ରାନ୍ତିଟା ଆମେ ଦୂର କରିବା। ଏ ଭ୍ରାନ୍ତିଟା ପାଇଁ ହିଁ ଆଜ୍ଞା ଅନେକ ଗୁପ୍ତ ବିଦ୍ୟା ଲୋପ ପାଇଯାଉଛି, ଅନେକ ଗୁପ୍ତ ବିଦ୍ୟା। ଆପଣମାନେ ଶୁଣିଥିବେ ସୁନା ଭସ୍ମ, ଆମର ସୁନା ଭସ୍ମ ତିଆରି କରିବା, ରୂପା ଭସ୍ମ ତିଆରି କରିବା, ଆୟୁର୍ବେଦରେ ବିଭିନ୍ନ ପ୍ରକାର କ୍ରିୟା ଅଛି ୟାର। ଇଏ ସବୁ ତନ୍ତ୍ର ଶାସ୍ତ୍ରର ଗୋଟେ ଗୋଟେ ଅଂଶ। ଆଜି ରାବଣ ଭଳିଆ ଲୋକ ଯିଏକି ଯୋନି ସମ୍ଭୂତା ମା ପେଟରୁ ହିଁ ଜନ୍ମ ହେଇଛି, ସେ କୋଉ ଆଧାରରେ, କିଏ ତାର ଗୁରୁ ଥିଲେ, କଣ କୌଶଳ ତାକୁ ଶିଖେଇଲେ ଯେ ନବଗ୍ରହକୁ ବନ୍ଧନ କରିପାରୁଥିଲା, ଅଖଣ୍ଡ ଶକ୍ତିର ଅଧିକାରୀ ହେଇପାରୁଥିଲା, ଯାହାକୁ ମାରିବା ପାଇଁ ସ୍ୱୟଂ ମାନେ ଦୁଇଟି ଶକ୍ତି, ହନୁମାନ ଏବଂ ରାମ ଦୁଇଟି ଶକ୍ତିଙ୍କୁ ଅବତାର ନେବାକୁ ପଡିଲା ଗୋଟେ ମଣିଷକୁ ମାରିବା ପାଇଁ। ରାବଣ ଗୋଟେ ମଣିଷ ହିଁ ତ ଥିଲା। ଯଥାର୍ଥ ରାବଣର ଯୁକ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ମଧ୍ୟ। ହଁ, ରାବଣକୁ ଡିଫାଇନ କରିବାକୁ ଯାଇକିରି ଲୋକ ପ୍ରଥମେ କହନ୍ତି ରାବଣ ଗୋଟେ ବଡ ତାନ୍ତ୍ରିକ ଥିଲା। ଠିକ କହନ୍ତି, କିଛି ଅସୁବିଧା ନାହିଁ, କିନ୍ତୁ ତାକୁ ପୁଣି ପରେ ତାର ଚରିତ୍ରଟାକୁ ଚେଞ୍ଜ କରିଦିଅନ୍ତି ଯେ ରାବଣ ଗୋଟେ ବଡ ତାନ୍ତ୍ରିକ ଥିଲା, ସୀତାଙ୍କୁ ବାନ୍ଧିକି ରଖିଥିଲା, ଏୟା କରିଥିଲା ସେୟା କରିଥିଲା। ସୀତାଙ୍କୁ ବାନ୍ଧିକି ରଖିବା ସେଇଟା ଧରିନିଅ ତାର ଗୋଟେ ଅତି ପାପିଷ୍ଟ କାର୍ଯ୍ୟକଳାପ, ତାକୁ ଟିକେ ଦୂରେଇ ଦବା। ପ୍ରଥମେ ତ ବୁଝିବା ଯେ ସୀତା ଯଦି ସ୍ୱୟଂ ମହାମାୟା ଥିଲେ, ତେବେ ରାବଣ ଏମିତି କଣ ଶକ୍ତିର ଅଧିକାରୀ ଥିଲା ଯେ ମହାମାୟାଙ୍କୁ ବାନ୍ଧିବାର ଶକ୍ତି ତା ପାଖରେ ଆସିଲା, ପୁଣି ହରଣ କରି ନେଇଗଲା। ତାମାନେ କିଛି ତ କୌଶଳ ସେ ଜାଣିଥିଲା। ସାଧାରଣ ମଣିଷ ହେଇକିରି ଯଦି ସେ ଏତେ ହୁଏତ ଆମେ ଗୁଡିଏ କେବେ ଭାବିବା ପାଇଁ ଚେଷ୍ଟା ବି କରିନାହିଁ। ସମସ୍ୟା ତ ଆଜ୍ଞା ସେଇଠି। ଆମେ ମାନେ ତନ୍ତ୍ରର ଆଲୋଚନା ବା ଯୋଉମାନେ ବି କରୁଛନ୍ତି ତନ୍ତ୍ରର ଆଲୋଚନାଟାକୁ ଏମାନେ ରଖିଦେଇଛନ୍ତି ସମସ୍ୟା ଏବଂ ସମାଧାନ ଭିତରେ, ତା ବି ଅତି ବିଭତ୍ସ ଭାବରେ। ଆମେ ଆପଣ ମାନେ ପଡକାଷ୍ଟ ଦେଖୁଥିବେ, ଜଣା ନାହିଁ ସେ ଅଘୋରୀ ମାନେ କୋଉଠୁ ଆସନ୍ତି। ମୁଁ ମୋର ପଡକାଷ୍ଟରେ ପ୍ରଥମ ଥର ଦେଖଉଛି ଅଘୋରୀ ଯିଏ ଅଷ୍ଟପାଶ ମୁକ୍ତ ହେଲେ ହିଁ ପ୍ରଥମେ ତାର ମାନେ ଅଘୋରୀ ହବାର ପ୍ରଥମ ନିୟମ ହଉଛି ଅଷ୍ଟପାଶ ମୁକ୍ତ। ଅଷ୍ଟପାଶ ମୁକ୍ତ ହେଇଥିବା ଲୋକ କେମିତି ଆସିକିରି ଯେ ଏପରି ଏକ ସାଧନାର ସୂକ୍ଷ୍ମ ତତ୍ତ୍ୱ ଉପରେ ଆଲୋଚନା କରନ୍ତି କି ଶୁଣିବାକୁ ଭଲ ଲାଗନ୍ତା। ଏମାନେ ଆସିଲେ ପ୍ରେତ କେମିତି ସାଧନା କରାଯାଏ, ସେ ଅମୁକ ଅପଶକ୍ତି ଗୁଡାକ କେମିତି ସାଧନା କରାଯାଏ, କେମିତି ସେମାନେ କରିଥିଲେ ଇତ୍ୟାଦି ଆସିକି ବନ୍ଦନା କରନ୍ତି ଏବଂ ଲୋକ ତାକୁ ତନ୍ତ୍ର ବୋଲି ଭାବି ନିଅନ୍ତି। ଏଇଟା ହିଁ ବଡ ସମସ୍ୟା। ଏଇ ଭ୍ରାନ୍ତିଟାକୁ ହିଁ ଆଜ୍ଞା ଆମକୁ ଦୂର ଆଚ୍ଛା, କରିବାକୁ ଶେଷ ପଡିବ। ପ୍ରଶ୍ନ ଆପଣଙ୍କୁ। ହଁ ବର୍ତ୍ତମାନ ପଚାରନ୍ତୁ। ଆମର ସମୟ ହେଇଯିବ। ଶେଷ ପ୍ରଶ୍ନ ଏପିସୋଡଟିକୁ ସାରିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟେ ଶେଷ ପ୍ରଶ୍ନ ପଚାରିବି ଯେ ଶାକ୍ତ ଧର୍ମ ମାନବ ମାନଙ୍କର ଆନ୍ତରିକ ଶକ୍ତିକୁ କିପରି ଜାଗ୍ରତ କରିଥାଏ? ତାମାନେ ସାଧାରଣ ଲୋକ କିପରି ଭାବରେ ଏହାଠାରୁ ଶିକ୍ଷା ଲାଭ କରିପାରିବେ? ଦେଖନ୍ତୁ, ଶିକ୍ଷା ଲାଭ କରିବା ପାଇଁ ହେଲେ ଶିକ୍ଷକ ଦରକାର। ପ୍ରଥମ କଥାଟା ହଉଛି ଯେ ସାଧାରଣ ଲୋକଟେ ସାଧନା କରିବାକୁ ଚାହୁଁଛି, ତେବେ ପ୍ରଥମେ ତାକୁ ଶିକ୍ଷକଟି ଗ୍ରହଣ କରିବାକୁ ପଡିବ, ମାନେ ଗୁରୁ ଗ୍ରହଣ କରିବାକୁ ପଡିବ। ଇଏ ହଉଛି ପ୍ରଥମ ଷ୍ଟେପ। ତାପର କାମ ଗୁଡାକ ମନକୁ ମନ ହେଇଯିବ। ସାଧାରଣ ଲୋକ ବୋଲି କଥା ନାହିଁ, ଯେଉଁମାନେ ବି ସାଧନା କରିବେ ତାଙ୍କୁ ଜଣେ ଶିକ୍ଷକ ଦରକାର ବା ଜଣେ ଗୁରୁ ଦରକାର। ତାଙ୍କ ବିନା ହେଇପାରିବନି, ଏଇଟା ମୁଁ ଦୃଢ କଣ୍ଠରେ କହିବି। ଗୁରୁଙ୍କ ବିନା ସାଧନା ହେଇପାରିବନି। କିନ୍ତୁ ତା ଦେହରେ ବି ଶାସ୍ତ୍ର ଆମକୁ ନିୟମ ଦେଇଛି ଯେ ଗୁରୁଙ୍କର ଏଇ ସବୁ ଲକ୍ଷଣ ଥିବ, ଗୁରୁଙ୍କ ଦ୍ଵାରା ଏଇ ସବୁ କାର୍ଯ୍ୟକଳାପ ଥିବ, ତେବେ ଆପଣ ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିପାରିବେ। ଏବଂ ସମାନ ଅଧିକାର ଗୁରୁଙ୍କୁ ମଧ୍ୟ ଦେଇଛି, ଶିଷ୍ୟର ଏଇ ଲକ୍ଷଣ ଥିବ, ଶିଷ୍ୟ ଦ୍ଵାରା ଏଇ କାର୍ଯ୍ୟକଳାପ ହେଇଥିବ, ତେବେ ତାକୁ ଶିଷ୍ୟ ଭାବରେ ଗ୍ରହଣ କରାଯାଇ ପାରିବ। ଏଇଟା ପ୍ରଥମ ଷ୍ଟେପ। ଠିକ ଅଛି, ତେବେ ନିଶ୍ଚିତ ଭାବରେ ଆମେ ଆଗାମୀ ଅଧ୍ୟାୟରେ ଆପଣଙ୍କ ସହିତ ପୁଣି ଥରେ ଆଲୋଚନା କରିବୁ ଗୁରୁଦତ୍ତ ଉପରେ, ଏବଂ ଆଉ କିଛି ପ୍ରଶ୍ନ ରହିବ ଆପଣଙ୍କ ପାଇଁ। ତେବେ ନିଶ୍ଚିତ ଆଜି ନିଶ୍ଚିତ। ପାଇଁ ଆମର ଏପିସୋଡଟିକୁ ଏଇଠି ସାରିବା। ଆପଣଙ୍କୁ ବହୁତ ଧନ୍ୟବାଦ, ଆପଣ ଏତେ ସମୟ ଦେଇ ଆଜି ଆମର ପ୍ରଥମ ପଡକାଷ୍ଟ ଏପିସୋଡକୁ ଆସିଛନ୍ତି, ଏବଂ ଆଶା କରିବି ଆପଣମାନଙ୍କୁ ଆପଣ ମଧ୍ୟ ଧନ୍ୟବାଦ।
आशा करिबे आपण माने मध्ये आसंता समय रे ए जो तंत्र संबंधी भ्रांति धारणा गुडा को दूर करबा पई जो आमे मिशन टी आरंभ करबा पई भाबिचे आपण माने सहयोग करिवे। निश्चित निश्चित संपूर्ण सहयोग रहिबो आम मानक तरफ आपन संपूर्ण सहयोग रहिबो। जय गुरु जय मा।